ଦାଦନ ଖଟି ଟଙ୍କା ରୋଜଗାର କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ, କିନ୍ତୁ ଗାଁକୁ ଫେରିଲା ମର ଶରୀର, ଯେଉଁଥିପାଇଁ ଏବେ କାନ୍ଦୁଛି ପରିବାର ଆଉ କାନ୍ଦୁଛି ଗାଁ ମାଟି। ଗରିବ ଘରେ ଜନ୍ମ ହୋଇଥିବାରୁ ନ ଖଟିଲେ ପେଟକୁ ଦାନା ମିଳିବନି। ତେଣୁ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଗାଁ ପିଲା। ଆଉ ରୋଜଗାର କଲେ ଘରେ ଚୁଲି ଜଳିବ ଏବଂ ସ୍ତ୍ରୀ ପିଲାଛୁଆଙ୍କ ପେଟକୁ ଦାନା ମୁଠେ ମିଳିବ। ଏହି ଆଶାରେ ରୋଜଗାର କରିବାକୁ ଦାଦନ ଖଟିବା ପାଇଁ ଧାଉଁଛନ୍ତି ଲୋକେ। ହେଲେ ପରିବାର ମୁହଁରେ ହସ ଫୁଟାଇବାକୁ ଯାଉଥିବା ଶ୍ରମିକ କେତେବେଳେ ହାତ ଗୋଡ଼ କଟା ଅବସ୍ଥାରେ ତ କେତେବେଳେ ମୃତ ହୋଇ ନିଜ ଜନ୍ମମାଟିକୁ ଫେରୁଛନ୍ତି। ତେଣୁ ନିଜ ଲୋକଙ୍କ ମୃତଦେହ ଆସି ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କର ସବୁ ସ୍ୱପ୍ନ ଭାଙ୍ଗି ରୁଜି ଚୁରମାର ହୋଇଯାଉଛି। ଏପରି ଏକ ଦାଦନ ଯନ୍ତ୍ରଣାର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ ସୋଲାଙ୍ଗିଆ ଗ୍ରାମରୁ। ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛି ପରିବାର। କାମଧନ୍ଦା ଅଭାବରୁ ସୋଲାଙ୍ଗିଆ ଗାଁର ନନ୍ଦ ପ୍ରଧାନ ଗତ 6 ମାସ ତଳେ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ। କିନ୍ତୁ ଗତ ସପ୍ତାହରେ ସେହି କମ୍ପାନୀରେ ଗ୍ୟାସ୍ ସିଲିଣ୍ଡରର ଦୁର୍ଘଟଣା ଘଟି ନିଆଁ ଲାଗି ଜଳିଯାଇଥିଲେ ନନ୍ଦ ପ୍ରଧାନ। ଆଉ ଗୁରୁତର ଅବସ୍ଥାରେ ନନ୍ଦଙ୍କୁ ଉଦ୍ଧାର କରି କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯାହା ଜଣାପଡ଼ିଛି, ପ୍ରାୟ 6 ଦିନ ଧରି ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଡାକ୍ତର ମୃତ ଘୋଷଣା କରିବା ପରେ ଗତକାଲି ଘରୋଇ କମ୍ପାନୀ ଦ୍ୱାରା ଆମ୍ବୁଲାନ୍ସ ଯୋଗେ ମୃତଦେହ ଚେନ୍ନାଇରୁ ସଙ୍ଗାଲିଆ ଗାଁକୁ ଅଣାଯାଇଥିଲା। ତେବେ ଗାଁ ମାଟିରେ ଗାଁ ପୁଅର ମୃତଦେହକୁ ଦେଖି କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ଗାଁ। ଆଉ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ନନ୍ଦ ପ୍ରଧାନଙ୍କ ପରିବାର। ତେବେ ନନ୍ଦଙ୍କ ପରିବାରରେ ସ୍ତ୍ରୀ ଆରତୀ ପ୍ରଧାନ ଏବଂ 4 ଜଣ ପିଲା ଅଛନ୍ତି। ଆଉ ଦିବ୍ୟାଙ୍ଗ ବାପା ମାଙ୍କୁ ମିଶାଇ ତାଙ୍କ ପରିବାରରେ ଅଛନ୍ତି ମୋଟ 6 ଜଣ ସଦସ୍ୟ। କିନ୍ତୁ ଏହି 6 ଜଣଙ୍କ ପାଇଁ ଦାନା ଯୋଗାଉଥିଲେ ପରିବାରର ଏକମାତ୍ର ପୁଅ ନନ୍ଦ। ହେଲେ କିଏ ବା ଜାଣିଥିଲା ନିଜ ସ୍ତ୍ରୀ ପିଲାଛୁଆ ଓ ଦିବ୍ୟାଙ୍ଗ ବାପାଙ୍କୁ ଛାଡ଼ି ହଠାତ୍ ଏପରି ନନ୍ଦ ଆରପାରିକୁ ଚାଲିଯିବେ। ନନ୍ଦ ଚାଲିଯିବା ପରେ ଦାଦନ ଖଟୁଥିବା ଏହି ଶ୍ରମିକଙ୍କ ପରିବାରକୁ ଏବେ କିଏ ଦାନା ଯୋଗାଇବ? ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବାହୁନି କାନ୍ଦୁଛି ପରିବାର। ସେପଟେ ଏହି ହୃଦୟ ବିଦାରକ ଘଟଣାକୁ ନେଇ ସୋଲାଙ୍ଗିଆ ଗାଁରେ ଶୋକର ଛାୟା ଖେଳିଯାଇଛି। ଆଉ ଏହି ଅସହାୟ ପରିବାରକୁ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ମୃତ ନନ୍ଦ ପ୍ରଧାନଙ୍କ ସ୍ତ୍ରୀ ଆରତୀ ପ୍ରଧାନ ଏବଂ ସ୍ଥାନୀୟ ବାସିନ୍ଦା। 6 ମାସ ହେଲା କାମ କରୁଥିଲା ସେଇଠି, ଗ୍ୟାସ୍ ହେଲ୍ପର କରୁଥିଲା। ସେ ଗ୍ୟାସ୍ କ'ଣ ଲାଗିକି ବ୍ଲାଷ୍ଟ ହେଇକି ସେ ପୁରା ପୋଡ଼ିକି ମେଡିକାଲ ସବୁ ଟ୍ରିଟମେଣ୍ଟ କଲେ। ସେଠି ମେଡିକାଲରେ ଏକା ମରିଗଲା ସେ ହେଲା। ଆଉ ତାକୁ କମ୍ପାନୀ ତରଫରୁ କ'ଣ ସାହାଯ୍ୟ ଦେଇଛନ୍ତି କହୁଛନ୍ତି, ଆମେ କନଫର୍ମ ଜାଣିନୁ। ତାଙ୍କୁ ଏବେ ପଚାରି ବୁଝିଲେ ଜଣା ପଡ଼ିବ। ବର୍ତ୍ତମାନ କ'ଣ କରିବା ପାଇଁ ଯାଉଛି ବୋଲେ ଓଡ଼ିଶା ସରକାର ତାଙ୍କୁ କ'ଣ ହେଲ୍ପ କଲେ ଭଲ ହୁଅନ୍ତା ବୋଲି କହୁଛନ୍ତି। କନ୍ଧମାଳ ଜିଲ୍ଲାରୁ ଜ୍ୟୋତିପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।